श्री जगन्नाथ संस्कृति प्रचार संस्थान। श्री जगन्नाथ महाप्रभुଙ୍କ गजानन बेश ଓ ଭକ୍ତ ଶ୍ରୀ ଗଣପତି ଭଟ୍ଟ। ପଞ୍ଚଦଶ ଶତାବ୍ଦୀର କଥା। କର୍ଣ୍ଣାଟକର କାଣିଆରୀ ଗ୍ରାମରେ ବିଘ୍ନେଶ୍ୱର ଶ୍ରୀ ଗଣପତିଙ୍କ ଜଣେ ପରମ ଉପାସକ ବାସ କରୁଥିଲେ। ତାଙ୍କ ନାମ ଗଣପତି ଭଟ୍ଟ। ଗଣେଶଙ୍କ ଭକ୍ତ ଥିବାରୁ ସେ ତାଙ୍କୁ ହିଁ ବ୍ରହ୍ମ ବୋଲି ମାନୁଥିଲେ। ସେ ବହୁ ଶାସ୍ତ୍ର ପୁରାଣରେ ପାରଦର୍ଶୀ ମଧ୍ୟ ରହିଥିଲେ। ବ୍ରହ୍ମ ସାକ୍ଷାତ ହେଲେ ପ୍ରାଣୀ ସଂସାରରୁ ଉଦ୍ଧାର ପାଏ, ଏହା ସେ ମର୍ମେ ମର୍ମେ ଜାଣିଥିଲେ। ବ୍ରହ୍ମ ସାକ୍ଷାତକାର କିପରି ହୋଇପାରିବ ସେ ପାଇଁ ସେ ସଦାସର୍ବଦା ଚିନ୍ତିତ ମଧ୍ୟ ରହୁଥିଲେ। ସାକ୍ଷାତ ବ୍ରହ୍ମ ନୀଳାଚଳରେ ରହିଛନ୍ତି, ତାଙ୍କୁ ଦର୍ଶନ କରି ମୁଁ ମୁକ୍ତି ଲାଭ କରିବି, ଏହା ଭାବି ସେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ। କର୍ଣ୍ଣାଟକ ଠାରୁ ନୀଳାଚଳ କାହିଁ କେତେ ଦୂର, କେବଳ ସେହି ବ୍ରହ୍ମାଙ୍କ କଥା ଚିନ୍ତା କରି କେତେ ଦିନ ପରେ ସେ ପଦବ୍ରଜରେ ଆସି ପହଞ୍ଚିଲେ 18ନଳାଠାରେ। ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସାରି ମହାପ୍ରସାଦ ହସ୍ତରେ ଧରି ଫେରୁଥିବା ଦଳେ ଉଲ୍ଲସିତ ଯାତ୍ରୀଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା। ତାଙ୍କୁ ଦେଖି ଗଣପତି ପଚାରିଲେ, ଆପଣମାନେ ଏପରି ଆନନ୍ଦରେ କେଉଁଠାରୁ ଫେରୁଛନ୍ତି? ହାତରେ ଆପଣମାନେ କ'ଣ ଧରିଛନ୍ତି? ଯାତ୍ରୀମାନେ କହିଲେ, ଆମେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସାରି କୈବଲ୍ୟ ହସ୍ତରେ ଗୃହକୁ ଫେରୁଛୁ। ଗଣପତି ଭଟ୍ଟଙ୍କ ମନରେ ସନ୍ଦେହ ଜାତ ହେଲା। ସେ ଭାବିଲେ, ଜଗନ୍ନାଥ ତାହେଲେ ବ୍ରହ୍ମ ନୁହନ୍ତି। ବ୍ରହ୍ମଙ୍କୁ ଦର୍ଶନ କଲେ ତ ଜୀବ ବ୍ରହ୍ମଲୀନ ହୋଇ ମୋକ୍ଷ ପାଇଯାଏ। ଏ ଲୋକମାନେ ବ୍ରହ୍ମ ଦର୍ଶନ କରି ଫେରି ଆସୁଛନ୍ତି କିପରି? ସନ୍ଦେହ ଅଭିଭୂତ ହୋଇ ସେ ପୁଣି ବ୍ରହ୍ମପୁରାଣ ଖୋଜିଲେ। ହଁ, ତାହା ହିଁ ତ ଲେଖା ହୋଇଛି। ସଙ୍ଗେ ସଙ୍ଗେ ତାଙ୍କର ବୁଦ୍ଧି ହଜିଗଲା। ଭାବିଲେ, ତାହେଲେ ମୋର ଏତେ ଶ୍ରମ କ'ଣ ବୃଥା ହୋଇଗଲା? ଆଉ ଏ ଜୀବନ ରଖି ଲାଭ ବା କ'ଣ? ଆତ୍ମହତ୍ୟା କରିବା ହିଁ ଶ୍ରେୟସ୍କର, ଏହା ଭାବି ଆତ୍ମହତ୍ୟା କରିବାକୁ ଉଦ୍ୟତ ହେଇଥାନ୍ତି। ଭକ୍ତବତ୍ସଳ ଭଗବାନ ଭକ୍ତର ମନ କଥା ବୁଝିପାରିଲେ। ପ୍ରଭୁ ବ୍ରାହ୍ମଣ ବେଶରେ ଗଣପତି ଭଟ୍ଟଙ୍କ ସାମ୍ନାରେ ଉଭା ହୋଇ ପଚାରିଲେ, ତୁମେ କେଉଁଠୁ ଆସିଛ? କୁଆଡ଼େ ଯିବ? ତୁମେ ଏଡ଼େ ବିମର୍ଷ ଦେଖାଯାଉଛ କାହିଁକି? ତୁମେ କ'ଣ କିଛି ଗଭୀର ଚିନ୍ତାଗ୍ରସ୍ତ ଅଛ କି? ବ୍ରାହ୍ମଣଙ୍କ କଥା ଶୁଣି ଭକ୍ତ ଗଣପତି ଭଟ୍ଟ କହିଲେ, ହେ ମହାଶୟ, ମୁଁ ବ୍ରହ୍ମପୁରାଣରୁ ଜାଣିବାକୁ ପାଇଲି ନୀଳାଚଳରେ ସ୍ୱୟଂ ବ୍ରହ୍ମ ବିଜେ କରିଛନ୍ତି ବୋଲି। ବ୍ରହ୍ମଙ୍କ ଦର୍ଶନ ପାଇଁ ବହୁ ଶ୍ରମ କରି ମୁଁ ସୁଦୂର କର୍ଣ୍ଣାଟକରୁ ଆସିଛି। ବର୍ତ୍ତମାନ ଏଠାରେ ବ୍ରହ୍ମ ନାହାନ୍ତି ଜାଣି ନିରାଶ ହୋଇପଡ଼ିଛି। ଏହି ଚିନ୍ତା ମୋତେ ବ୍ୟଥିତ କରୁଛି। ବ୍ରାହ୍ମଣ କହିଲେ, ଏଠାରେ ବ୍ରହ୍ମ ନାହାନ୍ତି ବୋଲି ତୁମେ ଜାଣିଲ କିପରି? ଗଣପତି କହିଲେ, ମୁଁ ଜାଣେ ବ୍ରହ୍ମଙ୍କୁ ଦର୍ଶନ କଲେ ଜୀବନ ମୁକ୍ତ ହୋଇଯାଏ, କିନ୍ତୁ ଏଠି ଲୋକମାନେ ବ୍ରହ୍ମ ଦର୍ଶନ କରି ଫେରି ଆସୁଛନ୍ତି କିପରି? ବ୍ରାହ୍ମଣ କହିଲେ, ଭଗବାନ ବାଞ୍ଛା କଳ୍ପତରୁ। ଯିଏ ଯେମିତି ବାଞ୍ଛା କରେ ପ୍ରଭୁ ତାଙ୍କୁ ସେହିପରି ଫଳ ଦିଅନ୍ତି। ଯିଏ ଦର୍ଶନ ସାରି ଘରକୁ ଫେରିଯିବାକୁ ଇଚ୍ଛା କରୁଛି ପ୍ରଭୁ ତାକୁ ଘରକୁ ଫେରେଇ ଦେଉଛନ୍ତି। ଯିଏ ମୁକ୍ତି ବାଞ୍ଛା ନେଇ ତାଙ୍କୁ ଦର୍ଶନ କରିବ ପ୍ରଭୁ ତାର ଅଭିଳାଷ ମଧ୍ୟ ନିଶ୍ଚୟ ପୂର୍ଣ୍ଣ କରିବେ। ଏଣୁ ତୁମେ ସଂଶୟ ତ୍ୟାଗ କରି ପ୍ରଭୁଙ୍କୁ ଦର୍ଶନ କର। ବ୍ରାହ୍ମଣଙ୍କ କଥା ଗଣପତିଙ୍କ ମନକୁ ପାଇଲା। ସେ ଦର୍ଶନ ଉଦ୍ଦେଶ୍ୟରେ ଯାଇ ସିଂହଦ୍ୱାରରେ ପହଞ୍ଚି ଦେଖନ୍ତି ତ ମହାପ୍ରଭୁ ସ୍ନାନ ପାଇଁ ସ୍ନାନବେଦୀରେ ଉଭା ହୋଇଛନ୍ତି। ସେଦିନ ଥାଏ ସ୍ନାନ ପୂର୍ଣ୍ଣିମା। ଭକ୍ତମାନଙ୍କର ଜୟ ଜୟକାର ଧ୍ୱନିରେ ସେବକମାନେ ମହାପ୍ରଭୁଙ୍କୁ ତୀର୍ଥ ଜଳରେ ସ୍ନାନ କରାଇ ଦେଉଥାନ୍ତି। ମହାପ୍ରଭୁଙ୍କ ପାଖରେ ଗଣପତି ଭଟ୍ଟ ପହଞ୍ଚିଲେ। କିନ୍ତୁ ଏ କ'ଣ ବ୍ରହ୍ମ? ମୋ ଉପାସ୍ୟ ଗଣପତି କାହାନ୍ତି? ସେ ପୁଣି ସନ୍ଦେହରେ ସ୍ନାନ ମଣ୍ଡପ ପାଖକୁ ଫେରିଆସି ଭାବିଲେ, ଗଣେଶ ହିଁ ପୂର୍ଣ୍ଣ ବ୍ରହ୍ମ। ଇଏ ତ ଗଣେଶ ମୂର୍ତ୍ତି ନୁହନ୍ତି, ଇଏ ପୁଣି ବ୍ରହ୍ମ ହେବେ କିପରି? ପ୍ରଭୁ ନୀଳାଦ୍ରି ବିହାରୀ ଅନ୍ତର୍ଯ୍ୟାମୀ ଭକ୍ତ ମନର କୋହ ବୁଝିପାରିଲେ। ସେ ଯାଇ ଜଗମୋହନରେ ଶୋଇପଡ଼ିଥିବା କ୍ଳାନ୍ତ ମୁଦିରଥଙ୍କୁ ସ୍ୱପ୍ନାଦେଶରେ କହିଲେ, ମୁଦିରଥେ, ମୋର ପରମ ଭକ୍ତ ଗଣପତି ଭଟ୍ଟ ମୋର ଗଣପତି ରୂପ ଦେଖି ନ ପାରି ଫେରି ଯାଉଛନ୍ତି। ଆପଣ ଯାଇ ତାଙ୍କ ମନରେ ବିଶ୍ୱାସ ଜନ୍ମାଇ କୁହନ୍ତୁ ତ, ତୁମେ ନିଶ୍ଚଳ ଭାବରେ ଦେଖିଲେ ମହାପ୍ରଭୁ ତୁମକୁ ନିଶ୍ଚୟ ଗଣେଶ ରୂପରେ ଦେଖାଦେବେ। ମୁଦିରଥଙ୍କର ଚାଏଁ କରି ନିଦ ଭାଙ୍ଗିଗଲା। ଇଏ କି ନିର୍ଦ୍ଦେଶ ମହାପ୍ରଭୁଙ୍କର? କିଏ ସେହି ଗଣପତି ଭଟ୍ଟ? ସେ ତୁରନ୍ତ ବାହାରି ପଡ଼ିଲେ ଗଣପତିଙ୍କ ସନ୍ଧାନରେ। ଖୋଜି ଖୋଜି ଭେଟିଲେ ବାଟରେ। ତାଙ୍କୁ ଅଟକାଇ କହିଲେ, ହେ ବ୍ରାହ୍ମଣ, ଆପଣ ଫେରି ଯାଉଛନ୍ତି କାହିଁକି? ଚୌପର୍କ ଦାନୀ ପ୍ରଭୁ ପରା ତାଙ୍କ ବିଶାଳ ବାହୁ ପ୍ରସାରି ନୀଳାଚଳରେ ବସିଛନ୍ତି।
ଆପଣଙ୍କ ମନୋବାଞ୍ଛା ସେ ନିଶ୍ଚୟ ପୂର୍ଣ୍ଣ କରିବେ। ଗଣପତି ଭଟ୍ଟ ଟିକେ ବିରକ୍ତି ପ୍ରକାଶ କରି କହିଲେ, ହଁ, ଗଜାନନ ହେଉଛନ୍ତି ବ୍ରହ୍ମ। ଜଗନ୍ନାଥ ତ ଗଜାନନ ନୁହନ୍ତି, ସେ କିପରି ବ୍ରହ୍ମ ହେବେ? ମୁଦିରଥ କହିଲେ, ମହାଶୟ, ଆପଣଙ୍କ ମତିଭ୍ରମ ହୋଇଛି ବୋଧହୁଏ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ପୁରୁଷୋତ୍ତମ, ସେ ସମସ୍ତ ଅର୍ଚ୍ଚା ବିଗ୍ରହର ମୂଳ। ତୁମେ ଆଉଥରେ ଯାଇ ନିଶ୍ଚଳ ଭାବରେ ଦେଖ, ସେ ନିଶ୍ଚିତ ଭାବେ ତୁମକୁ ଗଜବଦନ ରୂପରେ ଦେଖାଦେବେ। ମୁଦିରଥଙ୍କ ଦୃଢ଼ ଉକ୍ତି ଦେଖି ଭଟ୍ଟଙ୍କ ଭ୍ରମ ଦୂର ହେବାକୁ ଲାଗିଲା ଓ ମନରେ ବିଶ୍ୱାସ ଜନ୍ମିଲା। ବ୍ରହ୍ମଙ୍କୁ ଦର୍ଶନ କରିବା ପାଇଁ ପୁଣି ସେ ସ୍ନାନବେଦୀ ନିକଟକୁ ଫେରିଆସି ମହାପ୍ରଭୁଙ୍କ ସମ୍ମୁଖରେ ନିଶ୍ଚଳ ଭାବେ ଦଣ୍ଡାୟମାନ ହୋଇ ନିର୍ନିମେଷ ନୟନରେ ଚାହିଁ ରହିଲେ। ଏ କ'ଣ ଦେଖୁଛନ୍ତି? ଏ ତ ଗଜାନନ। ଲମ୍ବା ଲମ୍ବା ଶୁଣ୍ଢ ବଢ଼ାଇ କଳାଧଳା ଦୁଇ ହାତୀ ମହାପ୍ରସାଦ କୁଡ଼ୁଆମାନଙ୍କରୁ ପ୍ରସାଦ ଭକ୍ଷଣ କରି ଯାଉଛନ୍ତି। ଦେଖିଲା ପ୍ରଭୁ ଭଗବାନ ହୋଇଅଛନ୍ତି ଗଜାନନ। ଲମ୍ବି ଅଛଇ ଥୋର ହସ୍ତ, ଶୋଭାଦିଶଇ ଏକଦନ୍ତ। ମୁଣ୍ଡ ତାଙ୍କର ଘୂରି ଯାଉଥାଏ। ଆପଣାର ମୂର୍ଖତା ପାଇଁ ସେ ବିବ୍ରତ ହୋଇପଡ଼ିଲେ। ଚକ୍ଷୁରୁ ଧାର ଧାର ଲୋତକ ବହି ଯାଉଥାଏ। ହାତ ଯୋଡ଼ି ଲମ୍ବ ହୋଇ ଶୋଇଗଲେ ସେ ମହାପ୍ରଭୁଙ୍କ ସମ୍ମୁଖରେ। ମହାପ୍ରଭୁଙ୍କୁ ନ ଜାଣି ଅପରାଧ କରିଥିବାରୁ କ୍ଷମା ମଧ୍ୟ ପ୍ରାର୍ଥନା କଲେ। ତାଙ୍କ କଣ୍ଠରୁ ଝରି ପଡ଼ିଲା, ନମୋ ନମସ୍ତେ ଗଜାନନ, ନମସ୍ତେ କପିଳ ବଦନ, ନମସ୍ତେ ଦାରୁବ୍ରହ୍ମରାଶି, ନମୋ ନମସ୍ତେ ବିଶ୍ୱବାସୀ। ମହାପ୍ରଭୁଙ୍କୁ ଭକ୍ତିରେ ସାଷ୍ଟାଙ୍ଗ ପ୍ରଣିପାତ କଲେ ଗଣପତି ଭଟ୍ଟ। ପ୍ରାର୍ଥନା କଲେ, ହେ ମହାପ୍ରଭୁ, ମୋର ଭ୍ରମ ଦୂର ହୋଇଛି। ଏତିକି ମାତ୍ର ପ୍ରାର୍ଥନା, ଆଜିଠାରୁ ଆପଣ ଯୁଗ ଯୁଗ ପାଇଁ ଦେବସ୍ନାନ ପୂର୍ଣ୍ଣିମାରେ ହସ୍ତୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ଏତକ କହି ସେ ଉଠିବାକୁ ଚେଷ୍ଟା କରି ଆଉ ଉଠି ପାରିଲେନି। ଗଣପତି ଭଟ୍ଟଙ୍କ ନଶ୍ୱର ଦେହ ଟଳି ପଡ଼ିଲା ସେହି ସ୍ନାନବେଦୀ ଉପରେ। ସେବକମାନେ କିଏ ହେଲା କହି ଦୌଡ଼ି ଆସି ଦେଖନ୍ତି ତ ଆଉ କିଛି ନାହିଁ। ଗଣପତି ଭଟ୍ଟ ବ୍ରହ୍ମଲୀନ ହୋଇସାରିଥିଲେ। ଭକ୍ତ ଶିରୋମଣି ଗଣପତି ଭଟ୍ଟଙ୍କ ଅଭିଳାଷ ପୂର୍ଣ୍ଣ କରି ମହାପ୍ରଭୁ ସେହିଦିନଠାରୁ ହାତୀ ବେଶ ବା ଗଜାନନ ବେଶ ହୋଇ ଆସୁଛନ୍ତି। ରାଘବ ଦାସ ମଠ ତରଫରୁ ଏହି ବେଶର ସମସ୍ତ ଆୟୋଜନ କରାଯାଇଥାଏ। ହାତୀ ବେଶ ଉପରାନ୍ତେ ଭକ୍ତ ଗଣପତି ଭଟ୍ଟଙ୍କ ଉତ୍ତରାଧିକାରୀ ଭାବେ ରାଘବ ଦାସ ମଠର ମହନ୍ତଙ୍କୁ 12 ଲାଗି ପାଟ ଶିରିପା ଲାଗି କରାଯାଇଥାଏ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଲୀଳାର ଅନ୍ତ ନାହିଁ। ତାଙ୍କ ଉପରେ ବିଶ୍ୱାସ ଟିକିଏ ରଖିପାରିଲେ ସେ ଭକ୍ତର ସବୁ ମନୋବାଞ୍ଛା ପୂରଣ କରିଥାନ୍ତି। ଭକ୍ତ କବି ରାମଦାସ କୃତ ଦାଢ଼୍ୟତା ଭକ୍ତି ଗ୍ରନ୍ଥରେ ଲୀଳାମୟ ମହାପ୍ରଭୁଙ୍କର ଏହି ଅପୂର୍ବ ଲୀଳାର ବର୍ଣ୍ଣନା ରହିଛି।